ପିଲାମାନେ ଆମେ ଆଜି ଯେ ମେନ୍ସୁରେସନର ବା ପରିମିତିର ପ୍ରଥମ ଅଧ୍ୟାୟ ପଢିବା। ତମେ ଟିକେ ଧ୍ୟାନ ଦେଇକି ଶୁଣୁଥିବ। ଇଏ ସବୁ ଯୋଉ ମେନ୍ସୁରେସନ ଅଛି, ପରିମିତି ଅଛି, ପାଖାପାଖି 4ଟା 5ଟା ବିଷୟ ପ୍ରାୟ ସବୁ ଅଷ୍ଟମ ଶ୍ରେଣୀରେ ପଢିଥିଲ। ତେଣୁ ଆମେ ଏକୁ ଭଲ ଭାବେ ଟିକେ ପଢିବା। ଟିକେ କ୍ୱେଶ୍ଚନ ଟିକେ ବେଶିକା ଦେଇଛି, କ୍ୱେଶ୍ଚନ ଟିକେ ଅଧିକା ଦେଇଛି। ତେଣୁ 3 4 5 ଘଣ୍ଟା ଲେଖା ଅଷ୍ଟମ ଦଉଥିଲା, ତାକୁ ଟିକେ ଅଧିକା ଦେଇଛି। ତେଣୁ ଆମେ ଜାଣିବା କଥା ମଧ୍ୟ ପ୍ରଥମ ଟିକେ ପଢିଦେବା, ତାପରେ ଆମେ କିଛି କ୍ୱେଶ୍ଚନ କରିବା। ଆମେ ଯେ ଦେଖିଥିଲେ ଗୋଟେ ସମତଳରେ କି ଗୋଟେ ସମକୋଣୀ ତ୍ରିଭୁଜ ରହୁଥିଲା। ସମକୋଣୀ ତ୍ରିଭୁଜ, ଏ ସମକୋଣୀରେ କି ଏଇଟା ଧର ଏ, ଏଇଟା ହେଲା ବି, ଏଇଟା ହେଲା ସି, ଏଇଟା ହେଲା ବିଟା ହଉଛି ସମକୋଣ। ବିଟା ସମକୋଣ ମାନେ ଏଇଟା ହଉଛି 90 ଡିଗ୍ରୀ। ତେଣୁ ଆମେ ଜାଣିଛନ୍ତି ଯେ ଏଇଟାକୁ ସାଧାରଣତଃ ବେସ୍ ବୋଲି କୁହାଯାଏ। ବେସ୍ ଯୋଉଟା କି ଭୂମି, ଯୋଉଟାକୁ ସାଧାରଣତଃ ଡି ବୋଲି ଲେଖାଉ। କଣ ଲେଖାଉ? ସ୍ମଲ୍ ଡି। ଏବଂ ଏଇଟା ପରପେଣ୍ଡିକୁଲାର, ଯୋଉଟା କି ଲମ୍ବ ବା ଉଚ୍ଚତା ମଧ୍ୟ ଆମେ କହିଥାଉ। ଏଟା ମଧ୍ୟ ପି ବୋଲି ଲେଖାଉ। ଆଉ ଏଟା ହାଇପୋଟେନିୟସ୍, ଯୋଉଟା କି କର୍ଣ୍ଣ ବୋଲି କହିଥାଉ। ଆଉ ଏଇଠି ବୋଲିକି ତେଣୁ ଏ ସମକୋଣୀ ତ୍ରିଭୁଜରେ କି ଆମେ ଜାଣିଛନ୍ତି ଯେ ୟାର କ୍ଷେତ୍ରଫଳ ସୂତ୍ର ଯେ କଣ ହାଫ କ୍ଷେତ୍ରଫଳ ତ୍ରିଭୁଜ ବା ଏବିସି ସମକୋଣୀ ତ୍ରିଭୁଜରେ ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ହାଫ ଭୂମି ଗୁଣନ ଉଚ୍ଚତା। ଯୋଉଟା କଣ ସପ୍ତମ ପଢିଲାଣି। that is equal to କେତେ? ହାଫ ଭୂମିଟାକୁ ଆମେ ବି ଲେଖିପାରିବା ଆଉ ଉଚ୍ଚତାଟାକୁ ପି ବୋଲି ଲେଖିପାରିବା। ହେଲା। ତେଣୁ ବର୍ତ୍ତମାନ ଏଇଟା ଆସିଥିଲା କୋଉଠୁ? ଏଟା ଆମେ ଦେଖିପାରିବା ମଧ୍ୟ ମନେ କରିବୁ। ଏଇଟା ଗୋଟେ ଧର ଆୟତ ଚିତ୍ର ହେଲା, ଏ ହେଲା ବି ହେଲା ସି ହେଲା ଡି। ତମେ ଏବେ ମନେ ରଖ ଯେ ଏଇ ଆୟତ ଚିତ୍ରରେ ଆମେ ଗୋଟିଏ କର୍ଣ୍ଣ ଅଙ୍କନ କରିବା। ଏ ଆୟତ ଚିତ୍ରରେ 2ଟି କର୍ଣ୍ଣ ଅଛି, ଆମେ ଗୋଟିଏ କର୍ଣ୍ଣ ଅଙ୍କନ କଲେ ଏସି କର୍ଣ୍ଣ। ଏଇ ଯୋଉ ଏସି କର୍ଣ୍ଣଟା କଣ କରେ ଯେ ୟାର ଆୟତ ଚିତ୍ରରେ ଆମେ ଜାଣିଛନ୍ତି ଯେ ପ୍ରତ୍ୟେକ କୋଣ ସମକୋଣ, 4ଟି କୋଣ ସମକୋଣ ବା 90 ଡିଗ୍ରୀ, ବିପରୀତ ବାହୁ ସମାନ। ୟା ଦୈର୍ଘ୍ୟ ଯା, ଏ ଦୈର୍ଘ୍ୟ ସେଇଆ। ସାଧାରଣତଃ ଆମେ ଦୈର୍ଘ୍ୟ ଏଟା ପ୍ରସ୍ଥ ନେଇପାରିବା, ଏଟା ଦୈର୍ଘ୍ୟ ଏଟା ପ୍ରସ୍ଥ ମଧ୍ୟ ନେଇପାରିବା। ତେଣୁ ଆମେ ସାଧାରଣତଃ ଏଇଟାକୁ ନିଅନ୍ତି ଏ ବୋଲି ସ୍ମଲ୍ ଏ, ଏଟାକୁ ସ୍ମଲ୍ ବି, ଏଇଟା ଏହା ସମାନ ମାନେ ଏଟା ହେଲା ଏ, ଏଟା ହେଲା ବି। ତେଣୁ ବର୍ତ୍ତମାନ ଏଟା ମନେ ରଖ ଯେ ଗୋଟେ ଆୟତ ଚିତ୍ରର ଗୋଟିଏ କର୍ଣ୍ଣ 2ଟି ସମାନ କ୍ଷେତ୍ରଫଳ ବିଶିଷ୍ଟ 2ଟି ସମକୋଣୀ ତ୍ରିଭୁଜ ସୃଷ୍ଟି କରେ। ତେଣୁ ଗୋଟେ କର୍ଣ୍ଣ 2ଟା ସମକୋଣୀ ତ୍ରିଭୁଜ ସୃଷ୍ଟି କଲା, ଗୋଟେ ଏ ବି ସି ଆଉ ଗୋଟେ ଏ ସି ଡି ସମକୋଣୀ ତ୍ରିଭୁଜ। ତେଣୁ ୟାର କ୍ଷେତ୍ରଫଳ ଯାହା, ଇଏ କ୍ଷେତ୍ରଫଳ ମଧ୍ୟ ସେଇଆ। ତେଣୁ ବର୍ତ୍ତମାନ ଦେଖ, ଏଇଠି ବର୍ତ୍ତମାନ ଦେଖିବା ଏଇ ତ୍ରିଭୁଜର କ୍ଷେତ୍ରଫଳ ଆମେ ଆୟତ ଚିତ୍ରର କ୍ଷେତ୍ରଫଳ ଜାଣିଛନ୍ତି। ତେଣୁ ଆୟତ ଚିତ୍ରର କ୍ଷେତ୍ରଫଳ ଦୈର୍ଘ୍ୟ ଗୁଣନ ପ୍ରସ୍ଥ। that is equal to a ଆଉ b। ବର୍ତ୍ତମାନ ଏଇଟାର କ୍ଷେତ୍ରଫଳ ୟାର ଅଧା ହେଇଯିବ। ତେଣୁ ବର୍ତ୍ତମାନ ଯେ ତ୍ରିଭୁଜ ଏବିସି ର କ୍ଷେତ୍ରଫଳ equal to AB by 2, that is equal to half into AB, that is equal to half। ଏଟା ଯଦି ଆମେ ଭୂମି ନବା, ଭୂମି ଗୁଣନ ଏଟା ମଧ୍ୟ ଉଚ୍ଚତା ହେଇପାରିବ। ତେଣୁ ବର୍ତ୍ତମାନ ଦେଖ ତାହେଲେ ଏଠୁ ଜାଣିଲେ ଯେ ଗୋଟେ ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ଇଜ ଇକ୍ୱାଲ ଟୁ ହାଫ ଇନଟୁ ସମକୋଣ ସଂଲଗ୍ନ ବାହୁଦ୍ୱୟର ଗୁଣଫଳ। ତେଣୁ ଏ ସମକୋଣୀ ତ୍ରିଭୁଜର କି ଆମେ କଣ କ୍ଷେତ୍ରଫଳ ଯାବେ? କ୍ଷେତ୍ରଫଳ ହାଫ ଭୂମି ଗୁଣନ ଉଚ୍ଚତା। ତେଣୁ ଏଇଟା ମନେ ରଖିଥିବ। ଏବେ ଦେଖିବା ଯେ ପୁରୁଣା ପାଠ ଆମେ ଟିକେ ଡିସ୍କସନ କରିଦେବା ଯେ ଆୟତ ତ୍ରିଭୁଜର ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ହେଲା ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ ହାଫ ଭୂମି ଗୁଣନ ଉଚ୍ଚତା ବା ହାଫ ଏବି ମଧ୍ୟ କହିପାରିବା, ହାଫ ଭୂମି ଗୁଣନ ଉଚ୍ଚତା ମଧ୍ୟ କହିପାରିବା। ଆୟତ ଚିତ୍ରର କ୍ଷେତ୍ରଫଳ ଦୈର୍ଘ୍ୟ ଗୁଣନ ପ୍ରସ୍ଥ, ଦୈର୍ଘ୍ୟ ଗୁଣନ ପ୍ରସ୍ଥ। A ଗୁଣନ B by B।
ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଗୋଟେ କେତେ ଯେ ବାହୁର ସ୍କୋୟାର ଏଠୁ ଜାଣିଛ ଯେ a ସ୍କୋୟାର ମଧ୍ୟ ଲେଖିପାରନ୍ତି। ତେଣୁ ଗୋଟେ ଭଲ ଜିନିଷ ଆମେ ଦେଖିବା ପଢିବା କଣ ଯେ ଗୋଟିଏ ସମବାହୁ ତ୍ରିଭୁଜ ବିଷୟରେ କି ଆମେ ବର୍ତ୍ତମାନ ଜାଣିବା। ସମବାହୁ ତ୍ରିଭୁଜରେ ସମବାହୁ ତ୍ରିଭୁଜ ବିଷୟରେ ଜାଣିବା। ସମବାହୁ ତ୍ରିଭୁଜ ଆମେ ଜାଣିଛନ୍ତି ଯେଉଁ ତ୍ରିଭୁଜର ତିନି ବାହୁ ଦୈର୍ଘ୍ୟ ସମାନ a b c ଯେଉଁ ତ୍ରିଭୁଜର ତିନି ବାହୁ ଦୈର୍ଘ୍ୟ ସମାନ ତାକୁ ଆମେ କଣ କହୁଛନ୍ତି ସମବାହୁ ତ୍ରିଭୁଜ ବୋଲିକି କହୁଛନ୍ତି। ଏଇ ଯୋଉ ସମବାହୁ ତ୍ରିଭୁଜର ଯେ ଏଇଟା ହେଲା ମନେ କର ଧର ସ୍ମଲ ଏ এটা একক এটা একক এটা ହେଲା একক ତିନିଟା ବାହୁ ସମାନ ତାର ମଧ୍ୟ ତିନୋଟି କୋଣ ମଧ୍ୟ ସମାନ। ଏଇ ଯୋଉ ସମବାହୁ ତ୍ରିଭୁଜର ଆମେ ଆଜି କଣ କରିବା ଅଷ୍ଟମ ମଧ୍ୟ ପଢିଥିଲେ ଯେ ଉଚ୍ଚତାର ଦୈର୍ଘ୍ୟ ନିର୍ଣ୍ଣୟ କରିବା। ତେଣୁ ଉଚ୍ଚତାଟା କେତେ ହେବ ଦେଖିବା। ଏହା ପ୍ରତିଲମ୍ବ ଆମେ ଜାଣିଛୁ ଉଚ୍ଚତା କାହା କୁହାଯାଏ ଗୋଟିଏ ତ୍ରିଭୁଜର କୌଣସି ଏକ ଶୀର୍ଷ ବିନ୍ଦୁରୁ ତାର ସମ୍ମୁଖୀନ ବାହୁ ପ୍ରତି ଅଙ୍କିତ ଲମ୍ବକୁ ତାକୁ କଣ କୁହାଯାଏ ଉଚ୍ଚତା ବୋଲିକି କୁହାଯାଏ। ତେଣୁ ବର୍ତ୍ତମାନ ଏଡିଟା ଦୈର୍ଘ୍ୟଟା ଆମେ କେତେ ବାହାର କରିବା ଏଡି ଯୋଉଟା କି ଉଚ୍ଚତା କେତେ ତାର ସମବାହୁ ତ୍ରିଭୁଜର ଉଚ୍ଚତା ବା ଏଡିଟା କେତେ ଆମେ ବର୍ତ୍ତମାନ ଦେଖିବା। ଅଷ୍ଟମ ମଧ୍ୟ ପଢିଥିଲେ ମନେ ରଖିଥିବ ଯେ ଗୋଟେ ସମଦ୍ୱିବାହୁ ତ୍ରିଭୁଜ ହଉ ବା ସମବାହୁ ତ୍ରିଭୁଜ ହଉ ବା ସମବାହୁ ତ୍ରିଭୁଜ ହଉ ଗୋଟେ ଶୀର୍ଷ ବିନ୍ଦୁରୁ ତାର ସମ୍ମୁଖୀନ ବାହୁ ପ୍ରତି ଅଙ୍କିତ ଲମ୍ବଟା କଣ କରିବ ଭୂମିକୁ ସମଦ୍ୱିଖଣ୍ଡ କରିବ। ତେଣୁ ବର୍ତ୍ତମାନ ଏଇ ଯଦି ଯାହା ହବ a by 2 ହେଇଯିବ ଟୋଟାଲ ଯଦି a ହେଲା ସମାନ ଦ୍ୱିବାହୁ ହେଇଗଲା a by 2 এটা ମଧ୍ୟ a by 2। ବର୍ତ୍ତମାନ ଏଇଠି ଲକ୍ଷ୍ୟ କର ଯେ ଏଇଟା ଗୋଟେ ମଧ୍ୟ ସମକୋଣୀ ତ୍ରିଭୁଜ। ଏଇ ଯୋଉ ସମକୋଣୀ ତ୍ରିଭୁଜରେ କି ଯେ ବର୍ତ୍ତମାନ ଏଇଟା ହେଲା କର୍ଣ୍ଣ ଏଇଟା ହେଲା ଭୂମି ଏଇଟା ହେଲା ଉଚ୍ଚତା। ତେଣୁ ବର୍ତ୍ତମାନ ଏଇ ଉଚ୍ଚତା ମଧ୍ୟ ଆମେ ବାହାରିପାରିବା। ତେଣୁ ଏଠି ଗୋଟେ କଣ ହେଇଯିବ ଯେ b ର ସ୍କୋୟାର ମାଇନସ bd ର ସ୍କୋୟାର ର ରୁଟ। ପିଥାଗୋରାସ ଉପପାଦ୍ୟ ଅନୁସାରେ ଆମେ ଅଷ୍ଟମ ସବୁ ପଢିଛନ୍ତି। ତ ପିଥାଗୋରାସ ଉପପାଦ୍ୟ ଅନୁସାରେ ଯେ ଆମେ ଜାଣିଛନ୍ତି ଯେ ଉଚ୍ଚତା ଇଜ ଇକ୍ୱାଲ ଟୁ କର୍ଣ୍ଣର ସ୍କୋୟାର ମାଇନସ ଭୂମିର ସ୍କୋୟାର ର ରୁଟ। ବର୍ତ୍ତମାନ ଆମେ ଏଟା a ନେଇଛନ୍ତି a ର ସ୍କୋୟାର ଲେଖିବା ଏଟା ମାଇନସ bd କେତେ ରହିଲା a by 2 ର ସ୍କୋୟାର ର ରୁଟ। that is equal to a square minus a square by 4 the root over a square by 2 the square is equal to a square by square 2 the square by 4 log of 4 then 4a square minus a square the root over log of बर्तन यार root over तो এটা কত হলো 4a square root a square by 4 the root over that is equal to यार root over गुणन ছিল না root over root 3 और a square root over কেতে হবে a root 3 a upper root over by 2 then that is কেতে হলো root 3 by 2 into a that is equal to root 3 by 2 into সমান বাহুর দৈর্ঘ্য মনে রাখি তো যে গোটে সমবাহু ত্রিভুজর উচ্চতার দৈর্ঘ্য ইজ ইকুয়াল টু যে root 3 by 2 into সমান বাহুর দৈর্ঘ্য। তেমন সমবাহু ত্রিভুজর উচ্চতা আমি পাইলে কোন পাইলে যে সমবাহু ত্রিভুজর উচ্চতা ইজ ইকুয়াল টু root 3 by 2 into বাহু দৈর্ঘ্য বা a ধরে a যোগ a হচ্ছে সমান বাহুর দৈর্ঘ্য। root 3 by 2 ଆମେ ଜାଣିଲେ ସମବାହୁ ତ୍ରିଭୁଜର ଉଚ୍ଚତା ହେଲା ଏତିକି implies that ବର୍ତ୍ତମାନ ମୋର ବାହୁ ଯଦି ଉଚ୍ଚତା ଦେଇଥିବ ବାହୁ କେମିତି ବାହାର କରିବା। ତେଣୁ ବର୍ତ୍ତମାନ ବାହୁ is equal to a ଯୋଉଟା କି ବାହୁ is equal to a is equal to root 3 by 2 ଟା ଏହାର ଗୁଣ ନାହିଁ ଅଛି ଏପଟ ରାଶି କଣ ହେଇଯିବ ହରଣ ହେଇଯିବ ବା 2 ଟା ଏପଟ ହରଣ ହେଇଛି ଏପଟ ରାଶି କଣ ହେଇଯିବ 2 ଗୁଣ ହେଇଗଲା 2 into ଉଚ୍ଚତା by root 3 କଣ ହେଇଯିବ ସେପଟ ରାଶି ନା ହରଣ ହେଇଯିବ। ତେଣୁ ମନେ ରଖିଥାଅ ବାହୁ ସମବାହୁ ତ୍ରିଭୁଜର ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ ହେଇଯିବ କେତେ 2 by root 3 into ଉଚ୍ଚତା ଆଉ ଉଚ୍ଚତା ହେଇଯିବ କେତେ ହେଇଯିବ root 3 by 2 into ବାହୁର ଦୈର୍ଘ୍ୟ ବାହୁଟା ହେଇଯିବ ଏପଟ ଉଲ୍ଟି ହେଇଯିବ 2 by root 3 into ଉଚ୍ଚତା। এটা ଟିକେ ମନେ ରଖୁଥିବ এটা ଆମେ କ୍ଷେତ୍ରଫଳ ବାହାର କରିବା ବର୍ତ୍ତମାନ ଦେଖିବା। ତେଣୁ ବର୍ତ୍ତମାନ ଦେଖିବା
ଯେ ଯେକୌଣସି ଗୋଟେ ତ୍ରିଭୁଜର ଯେ ବିଷମବାହୁ ତ୍ରିଭୁଜ ହଉ ବା ସମବାହୁ ତ୍ରିଭୁଜ ହଉ ବା ସମଦ୍ୱିବାହୁ ତ୍ରିଭୁଜ ହଉ ବା ସମବାହୁ ତ୍ରିଭୁଜ ହଉ ଯେକୌଣସି ଗୋଟେ ତ୍ରିଭୁଜ ବା ସମକୋଣୀ ତ୍ରିଭୁଜ ହଉ ଯଦି ଯେକୌଣସି ଗୋଟେ ତ୍ରିଭୁଜର ଯଦି ତାର ଭୂମିର ଦୈର୍ଘ୍ୟ ଦେଇଥିବ ତାର ଉଚ୍ଚତାର ଦୈର୍ଘ୍ୟ ଦେଇଥିବ ଏଟା ଦେଇଥିବ ଆଉ ଉଚ୍ଚତାର ଦୈର୍ଘ୍ୟ ଦେଇଥିବ ଏବଂ ଏ ଭୂମିର ଦୈର୍ଘ୍ୟ ଦେଇଥିବ ତାର ଉଚ୍ଚତାର ଦୈର୍ଘ୍ୟ ଦେଇଥିବ ଏବଂ ଏ ଭୂମିର ଦୈର୍ଘ୍ୟ ଦେଇଛି ତାର ଉଚ୍ଚତା ଦୈର୍ଘ୍ୟ ଦେଇଛି ଏବଂ ଭୂମିର ଦୈର୍ଘ୍ୟ ଦେଇଛି ତାର ଉଚ୍ଚତା ଦୈର୍ଘ୍ୟ ଦେଇଥିବ ତେଣୁ ତାର କ୍ଷେତ୍ରଫଳ ସୂତ୍ର ହବ ଯେ ହାଫ ଭୂମି ଗୁଣନ ଉଚ୍ଚତା ଯେକୌଣସି ଗୋଟେ ତ୍ରିଭୁଜର ଯଦି ଭୂମି ଦେଇଥିବ ସେଇ ଭୂମି ପ୍ରତି ଯଦି ଉଚ୍ଚତା ଦୈର୍ଘ୍ୟ ଦେଇଥିବ ଏବଂ ଭୂମିର ଦୈର୍ଘ୍ୟ ଦେଇଥିବ ତେଣୁ ତାର କ୍ଷେତ୍ରଫଳ ହବ କଣ ହାଫ ଭୂମି ଗୁଣନ ଉଚ୍ଚତା। ତେଣୁ ବର୍ତ୍ତମାନ ଦେଖିବା ଗୋଟେ ସମବାହୁ ତ୍ରିଭୁଜ ଗୋଟେ ସମବାହୁ ତ୍ରିଭୁଜର ତିନୋଟି ବାହୁ ଦୈର୍ଘ୍ୟ ସମାନ ତେଣୁ ଏ ବି ସି ये भाग दर्ज है ए तेणु यार उच्चता दर्ज मन कर देछि आमे यार उच्चता पाई गंती वर्तमान जे यार उच्चता दर्ज केते उच्चता इक्वल आमे एटा कोन देखिले जे उच्चता इक्वल टू √3/2 * a जे आमे एटा बाहर करले वर्तमान सेही अनुसार यार क्षेत्रफल कोन हितबो जो एबीसी समबाहु त्रिभुजर क्षेत्रफल जेहेतु भूमि देछि ता प्रति उच्चता देछि तने हाफ भूमि गुणन उच्चता हाफ भूमि केते होय हाफ भूमि गुणन उच्चता जार भूमि देछो जो भूमि को उच्चता देछो ता क्षेत्रफल है दैट इक्वल टू हाफ भूमि केते देछि एक उच्चता केते देछि जे √3/2 * बाकी ऊपर बंदा रे एक a √3 है तो √3 a स्क्वायर बाई गुणा 4 दैट इज बतेला जे √3/4 a स्क्वायर तो हम मध्य अष्टम पढिथिले जे समबाहु त्रिभुजर क्षेत्रफल सूत्र होची √3/4 a स्क्वायर जतबेले गोटे समबाहु त्रिभुजर कोन देथिबो बाहुर दैर्घ्य देथिबो तार क्षेत्रफल सूत्र कोन हेइबो √3/4 a square बाहर √3/4 into बाहुर स्क्वायर बाय स्क्वायर बाहुर स्क्वायर तेणु जेतेबेले बाहुर दैर्घ्य देइ नथिबो उच्चतार दैर्घ्य मन करा जाउ देछि देखिबा तार क्षेत्रफल कोन हो मन करा जाउ गोटे समबाहु त्रिभुजर कोन देथिबो उच्चता देछि तेणु तम उच्चता को नेकी तार क्षेत्रफल किंदा बाहर करिया आमे जानि जे उच्चता इक्वल टू समबाहु त्रिभुजर उच्चता इक्वल टू √3/2 into a बाहु इक्वल टू केते हो 2/√3 into उच्चता तेणु वर्तमान समबाहु त्रिभुजर क्षेत्रफल समबाहु त्रिभुजर क्षेत्रफल इदी प्रकार जानि तंती √3/4 into a स्क्वायर जानि तंती वर्तमान √3/4 a जोरा कि बाहु केते अछि जे 2/√3 into उच्चता 4 स्क्वायर दैट इज इक्वल टू केते होला √3/4 गुणन यार स्क्वायर तने यार स्क्वायर केते हितबो 2/√3 स्क्वायर into उच्चता स्क्वायर तब हम यदि सही लिख दबा √3/4 into 4/3 2 रो स्क्वायर ना 4 √3 स्क्वायर 3 into उच्चता स्क्वायर इज इक्वल टू 4 कटि गला बर्तन ऊपर गोटे √3 अछि तळे 3 अछि मागुर मत कहछि 3 इक्वल टू √3 गुणन √3 तो बर्तन कोन करे एइ कटि काटि दबा √3 हैला तो ये लागला 1/√3 into उच्चता तेणु तुम ये मन रखिबो जे समबाहु त्रिभुजर यदि उच्चतार दैर्घ्य देइथिबो तेतेबेले तुम तो कोन करबो तार क्षेत्रफल सूत्र पके देबो जे कोन होला जे समबाहु त्रिभुजर उच्चता दत्त थिले कोन लिखियो जे इक्वल टू समबाहु क्षेत्रफल इक्वल टू जे 1/√3 into उच्चतार स्क्वायर तेणु वर्तमान एला सुधारि तेणु व्यवहार करिके आमे मत कोन करबा जो प्रॉब्लम को कर
ଆଉ ଗୋଟେ ଜିନିଷ ରହିଲା ଯେ ବିଷମ ବାହୁ ତ୍ରିଭୁଜର କ୍ଷେତ୍ରଫଳ। ଯେ ବିଷମ ବାହୁ ତ୍ରିଭୁଜ ଅଛି, ଏଟା ହେଲା ଏ, ଏଟା ହେଲା ବି, ଏଟା ହେଲା ସି। এই যে বিষম বাহু ত্রিভুজের ক্ষেত্রফল এটা কুহতি হেরন্সଙ୍କ ফর্মুলা। जो गणितज्ञ हेरन्स बाहर करथिले ସେଇଟା ତାଙ୍କ ନାମ ଅନୁସାରେ ଏକ ହେରନ୍ସଙ୍କ ସୂତ୍ର ବୋଲିକି କୁହାଯାଏ, ହେରନ୍ ସୂତ୍ର। ତେଣୁ ଏଇଠି ବର୍ତ୍ତମାନ ଏଇଟା କଣ ଦେଖିବା ଟିକେ କଣଟା ସୂତ୍ର ଅଛି। ଏଇଟା ହେଲା ଯଦି ବଡ ଏଇଟା ଯଦି ଶିଶୁ ବିନ୍ଦୁ ନା ଦିଆହେଇଛି ତାର ଆଗ ବାହୁଟା ସମ୍ମୁଖୀନ ବାହୁଟା ସ୍ମଲ ଏ କୁ ନିଆଯାଏ। ବି ଅଛି ତାର ଆଗ ବାହୁଟାକୁ ସ୍ମଲ ବି, ଏଟା ବଡ ସି ଅଛି ତାର ଆଗ ବାହୁଟା ସ୍ମଲ ସି ବୋଲିକି ନିଆଯାଏ। ଆମେ ଜାଣିଛନ୍ତି ଯେକୌଣସି ଗୋଟେ ତ୍ରିଭୁଜ ହଉ ଯେକୌଣସି ଗୋଟେ କ୍ଷେତ୍ର ହଉ ତାର ପରିସୀମା କେମିତି ବାହାର କରାଯାଏ, ସେମାନଙ୍କର ବାହୁ ଗୁଡାକର ଦୈର୍ଘ୍ୟକୁ ଯୋଗ କରାଯାଏ ବା ସମଷ୍ଟି ନିଆଯାଏ। ତେଣୁ ବର୍ତ୍ତମାନ ସେ ପରିସୀମାଟା ହେଲା କେତେ? ତେଣୁ ପରିସୀମା ତ୍ରିଭୁଜ ଏବିସି ର ପରିସୀମା କେତେ ହେଇଯିବ? ଯେ ପରିସୀମା ହେଇଯିବ a ପ୍ଲସ b ପ୍ଲସ c। ତେଣୁ ବର୍ତ୍ତମାନ ଏଇ ଯୋଉ ବିଷମ ବାହୁ ତ୍ରିଭୁଜର କ୍ଷେତ୍ରଫଳ ବାହାର କରିବା ତାର ଅର୍ଧ ପରିସୀମା ଦରକାର, ପରିସୀମାର ଅଧା, ଯୋଉଟା କି ସେ ହେରନ୍ ଦେଇଥିଲା s ଇକ୍ୱାଲ ଟୁ a ପ୍ଲସ b ପ୍ଲସ c ବାଇ 2। ତେଣୁ ବର୍ତ୍ତମାନ ଯୋଉ ବିଷମ ବାହୁ ତ୍ରିଭୁଜ ଏବିସି ବିଷମ ବାହୁ ତ୍ରିଭୁଜର ପରିସୀମା କ୍ଷେତ୍ରଫଳ କେତେ ହେଇଯିବ? ଯେ s into s minus a, s minus b, s minus c ର। ତେଣୁ ଏଇଟା ହେରନ୍ସଙ୍କ ଫର୍ମୁଲା। ଏଇଟା ବଡ କ୍ଲାସ ରେ ତମେ ପ୍ରମାଣ ପାଇବ କେମିତି ହେଇଛି। ତମେ ଚାହିଁଲେ ମଧ୍ୟ ୟା ଉପରେ ତମକୁ ପ୍ରମାଣ କରିକି ଦେବେ। ତେଣୁ ବର୍ତ୍ତମାନ ସେଟା ଗୋଟେ ପିରିୟଡ ଦିଟା ପିରିୟଡ ନବ, ଆମେ କ୍ଲାସ ବର୍ତ୍ତମାନ ଦେଖ କିଛି ପ୍ରୋବ୍ଲେମ ବର୍ତ୍ତମାନ ଆମେ କରିବା। ଗୋଟେ ଭଲ ପ୍ରୋବ୍ଲେମ ଅଛି, ପରୀକ୍ଷାରେ ବହୁତ ସମୟରେ ଆସେ ଯେ ଗୋଟିଏ ସମବାହୁ ତ୍ରିଭୁଜର ପ୍ରତ୍ୟେକ ବାହୁର ଦୈର୍ଘ୍ୟକୁ 4 ସେଣ୍ଟିମିଟର କମାଇଲେ ଏହାର କ୍ଷେତ୍ରଫଳ 24√3 ବର୍ଗ ସେଣ୍ଟିମିଟର କମିଯାଏ। ତ ତ୍ରିଭୁଜର ଉଚ୍ଚତା ନିର୍ଣ୍ଣୟ କର। ଗୋଟେ ସମବାହୁ ତ୍ରିଭୁଜ ଅଛି, ତାର ବାହୁ ଦୈର୍ଘ୍ୟ ଦେଇନାହିଁ, ଏବିସି ସମବାହୁ ତ୍ରିଭୁଜ, ଏ ବାହୁ ଗୁଡାକ ସବୁ ସମାନ। ସେ କହୁଛି ଏଇ ଯୋଉ ଏବିସି ସମବାହୁ ତ୍ରିଭୁଜ ଅଛି, ଏ ବାହୁର ଦୈର୍ଘ୍ୟ ଯଦି ଆମେ 4 ସେଣ୍ଟିମିଟର ଲେଖା ସବୁ ବାହୁରୁ କମେଇ ଦବା ତାର କ୍ଷେତ୍ରଫଳଟା ନିଶ୍ଚିତ ଭାବେ କମିବ। ଯେହେତୁ ଏହାର ବାହୁ ଅଛି ଯେ এবি ବିସି ଏସି, ଆମେ ଯଦି 4 ସେଣ୍ଟିମିଟର କମେଇ ଦବା ନିଶ୍ଚିତ ଭାବେ ୟା ଠାରୁ ଯେ କମିଲା ପରେ ଯୋଉ ତ୍ରିଭୁଜ ହବ ତାର କ୍ଷେତ୍ରଫଳ ନିଶ୍ଚିତ ଭାବେ କମିବ। ସେ କେତେ କମିବ କହିଛି? ଯେ 24। ଆମେ କଣ କରିବା ବର୍ତ୍ତମାନ? ମନେ କରାଯାଉ ବର୍ତ୍ତମାନ ଏଇ ସମବାହୁ ତ୍ରିଭୁଜର ଏବିସି ସମବାହୁ ତ୍ରିଭୁଜର ଏବିସି ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ, ତ୍ରିଭୁଜର ବାହୁ ଇକ୍ୱାଲ ଟୁ ନବା a, ଏଟା କେତେ? a ସେ କହିଛି क्वेश्चन कौन जे संवाद दूर 4 सेंटीमीटर कमे दवा ए थिला 4 सेंटीमीटर कमे देले केते हेबो a - 4 4 सेंटीमीटर a - 4 एटा मतो a - 4 तेणु ये त्रिभुजर वर्तमान देखा ये त्रिभुजर क्षेत्रफल जति अछि ये त्रिभुजर क्षेत्रफल निश्चित भाव कमियो केते कमियो 24√3 कमियो। तेणु जदि यार बाहु अछि a सेंटीमीटर बा a एकक अछि बा a मीटर अछि तेणु वर्तमान जे त्रिभुज ABC रो समबाहु त्रिभुज ABC रो क्षेत्रफल सूत्र अनुसार आम लिखिपारा √3/4 a स्क्वायर। से अनुसार जते बेले यार 4 सेंटीमीटर कमिला 4 सेंटीमीटर बाहु दैर्घ्य कमाइले बाहुर दैर्घ्य को कमाइले केते हेजो बाहु बाहु हेजो a - 4 एकक हे गला। तेणु जेहेतु तेणु सेंटीमीटर मध्ये लिखिपारे जेहेतु हमर क्षेत्रफलटा वर्ग सेंटीमीटर कमिछि। तेणु वर्तमान यार क्षेत्रफल EFGH EFG रो क्षेत्रफल केते हेजो क्षेत्रफल जे √3/4 बाहुर स्क्वायर तेणु बाहु हे a - 4 a - 4 रो होल स्क्वायर। अकॉर्डिंग टू क्वेश्चन कोइछि कोन जे यार क्षेत्रफल होला √3/4 a स्क्वायर यार क्षेत्रफल होला √3/4 a - 4 रो होल स्क्वायर। किंतु एटा याठो केते कम जे 24√3 कम अछि बोली से कहउछि। तेणु वर्तमान प्रथम संवाद त्रिभुजर क्षेत्रफल √3/4 a स्क्वायर माइनस अकॉर्डिंग टू क्वेश्चन कहउछि √3/4 a स्क्वायर माइनस √3/4 a - 4 होल स्क्वायर इज इक्वल टू 24√3 या कहउछि। तेणु एटा हला जे 4 सेंटीमीटर कमेला परर संवाद त्रिभुज आ पूर्व थला बाहु a तेणु तार क्षेत्रफल एक्स करके दबो 24√3 इम्प्लाइज दैट
ବର୍ତ୍ତମାନ ଏମିତି କରିପାରିବ √3/4 କମନ ଆଣିପାରିବ ଦିଟାରୁ ଯେ କମନ ଏସ ରଖିଥିବେ ନା ସ୍କୋୟାର ମାଇନସ a ମାଇନସ 4 ହୋଲ ସ୍କୋୟାର ବ୍ରାକେଟ ଦେଇକି ରଖିଥିବ ଏଠି ରୋଡ କେତେ ହେଲା 24 ଇମ୍ପ୍ଲାଇ ଦ୍ୟାଟ ବାମ ପଟେ ଗୋଟେ √3 ଡାହାଣ ପଟେ ଗୋଟେ √3 କଟିଗଲା 4 ଟା ପଟେ ଅଛି ହଳ ହେଇକି ଆପଟେ ଆସିଲେ ଗୁଣ ହେଇଯିବ ମାନେ ଏଠି a ସ୍କୋୟାର ମାଇନସ b ସ୍କୋୟାର ସୂତ୍ର ପକେଇବ ବର୍ଷ ରୁଲ ପଡିଥିବ ଯେ a ସ୍କୋୟାର ମାଇନସ b ସ୍କୋୟାର ହେଲା a ପ୍ଲସ b a ମାଇନସ b ତେଣୁ ବର୍ତ୍ତମାନ a प्लस बी बीटा के अछि a माइनस 4 इनटू a प्लस b a माइनस b a माइनस b रा के अछि a माइनस 4 एटी ब्रैकेट देख लिखा हम क्या a माइनस भीतर बचला एटा प्लस है तो लाटी जो करते होला 24 गुणन 4 4 रा पटे कोन होला तो इम्प्लाई दैट वर्तन एटी a प्लस a माइनस पटी होला वर्तन a होला के 2a माइनस 4 एटी 4 रा गुणन हे गछ आपन गुणन हो नै जो तो 24 गुणन 4 बाई 4 तापर गुणन से तो दिसला सेंटीमीटर और इम्प्लाई दैट 2a is equal to minus 7 up to बोले प्लस 7 into plus 7 that is equal to 28 सेंटीमीटर इम्प्लाई दैट a is equal to केते होला 28 एटी गुणन हे गछ 2 जे 14 सेंटीमीटर तेनु वर्तमान बाहुर दৈর্ঘ্য बाहरी होला केते 14 सेंटीमीटर तेनु जब 14 सेंटीमीटर बाहरला से 50 उच्चता केते तेनु उच्चता is equal to हमें जानी जल्दी √3/2 into बाहु बाकी केते हो √3/2 बाहु आकर केते रहछि 14 वर्ष रहछि ना 14 पर देना 7 तो 7 √3 सेंटीमीटर तापर ଗୋଟେ क्वेश्चन अछि बहुत बड़ा क्वेश्चन जे गोटिए समबाहु त्रिभुजर होइछि गोटे समबाहु त्रिभुजर अंतस्थ कौन से एक बिंदु तार बामानुप्रति अंकित लंब तीनोटी दैर्घ्य जे 6 सेंटीमीटर 7 सेंटीमीटर 8 सेंटीमीटर हेले त्रिभुजर क्षेत्रफल निर्णय कर गोटे समबाहु त्रिभुज देछि एला समबाहु त्रिभुज तार गोटे अंतस्थ बिंदु एटा अंतस्थ बिंदु ना भीतर गोटे बिंदु एला ए एला बी एला सी अष्टम पड़ी जो तो मत पाए या भीतर बिंदु अंतस्थ बिंदु बाहर बिंदुटा द्वैत बिंदु आउ या उपरिस्थ बिंदु ए बी एला सब उपरिस्थ बिंदु बोले के कहै अंतस्थ बिंदु तार बाहुमान प्रति लंब अंकन करियो लंब अंकन करियो तो लंब अंकन तो लंब तो देछि 6 सेंटीमीटर 7 सेंटीमीटर 8 सेंटीमीटर से कहउची जे यार कोन को बार करियो क्षेत्रफल निर्णय प्रथम देखो जे वर्तमान एटा काम अंकन करदवा एटा जोग करदवा एटा जोग करदवा एटा को जोग करदवा तेणु वर्तमान देखो ये बाहुर दैर्घ्य जे बाहुडा को हम मत ए बोल के नेबे मने करा हला जे समबाहु त्रिभुजर बाहु इक्वल टू ए तेणु वर्तमान हम उच्चता को या प्रति काटि दबा